ନାହିଁ ନିଜସ୍ୱ ଗୃହ, ଭଡ଼ା ଘରେ ଚାଲିଛି ଅଙ୍ଗନବାड़ी ପାଠପଢ଼ା। ଆଜି ବିଧାନସଭାର ତୃତୀୟ କାର୍ଯ୍ୟ ଦିବସ ହୋଇଥିବା ବେଳେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ତ୍ରୀ କହିଛନ୍ତି ଓଡ଼ିଶାରେ 20,150 ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନାହିଁ। ଏବେ 7,389ଟି ଅଙ୍ଗନବାଡ଼ିର ଗୃହ ନିର୍ମାଣ ଚାଲିଛି। ସେପଟେ ବର୍ତ୍ତମାନ 3,890 ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଥିବା ମନ୍ତ୍ରୀ କହିଛନ୍ତି। ଏଥିସହିତ ମନ୍ତ୍ରୀ ରାଜ୍ୟରେ ଅଙ୍ଗନବାଡ଼ି ଗୁଡ଼ିକର 100% ନିଜସ୍ୱ ଗୃହ କରାଯିବା ଲାଗି ସରକାର ପ୍ରଚେଷ୍ଟା ଚଳାଇଛନ୍ତି ବୋଲି ଗୁରୁତ୍ୱାରୋପ କରିଛନ୍ତି। ଏହା ବ୍ୟତୀତ ରାଜ୍ୟରେ 12,144ଟି ଅଙ୍ଗନବାଡ଼ିକୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି। ସକ୍ଷମ ଅଙ୍ଗନବାଡ଼ି ଗୁଡ଼ିକରେ ଏଲ୍ଇଡି, ଆର୍ ଓ ମେସିନ୍ ବିଦ୍ୟୁତ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦିତ ହେଉଛି। ତେବେ ବଜେଟରେ ବ୍ୟବସ୍ଥା ନଥାଇ ସରକାର କିପରି ଅଙ୍ଗନବାଡ଼ି କାମ କରିବେ ବୋଲି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ପ୍ରଶ୍ନ କରିଥିବା ବେଳେ ଏପରି ଉତ୍ତର ରଖିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବଜେଟରେ ବ୍ୟବସ୍ଥା ନଥାଇ କାମ କରିବା ସରକାର ଆମେ ନୁହେଁ। ଅତିରିକ୍ତ ବଜେଟରେ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଚଳିତ ଅତିରିକ୍ତ ବଜେଟରେ 10,900 ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ବ୍ୟୟବରାଦ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।